କବିତା ନିଜ ଗୋତ୍ର ଛଡ଼ା ଅନ୍ୟ ଗୋତ୍ର ଭୋଜନ ନିଷେଧ। କେଉଁ ଘରେ ଗୀତା ଭାଗବତ ପଢ଼ା ହୁଏ ନାହିଁ, ସେଇ ଘର ଲୋକ ସର୍ବେ ମହାପାତ କି ଅଟଇ। ସେ ଲୋକର ଭୋଜି ଭାତ ଖାଇବାକୁ ଯିବ ନାହିଁ, ଭୋଜି ଖାଇବାର ଲୋକ ଆପେ ପାତ କି ହୁଅଇ। ପାପ ଖଣ୍ଡନ ପାଇଁକି ଭୋଜି ଭାତ ସେ ଦିଅଇ, ବେଳ ଥାଉଁ ଥାଉଁ ସର୍ବେ ସାବଧାନ ହୁଅ ଭାଇ। ବହୁ ଧନ ଖର୍ଚ୍ଚ କରି ସେହୁ ଖୁସି ମନାସଇ, ବାହ୍ୟ ଆଡ଼ମ୍ବର ଦେଖି ତୁମ ହିତ ହୁଅ ନାହିଁ। ନିଜ ଗୋତ୍ର ଛଡ଼ା ଅନ୍ୟ ଗୋତ୍ରେ ଭୋଜନ କରଇ, ଅନ୍ୟର ପାପ ରାଶିକୁ ସେହୁ ଗ୍ରହଣ କରଇ। ଭୋଜି ଦେବା ଲୋକ ଜାଣ ବହୁ ଚାଲାଖି ଅଟଇ, ବହୁ ଆଦର କରିକି ତାର ପାପକୁ ବାଣ୍ଟଇ। ବେଳ ଥାଉଁ ଥାଉଁ ଭାଇ ସାବଧାନ ହୁଅ ତୁହି, ମାଟି ବଂଶ କବି ମଧୁ ଭାବି ଚିନ୍ତିକି ଲେଖଇ। ପୁରାଣ ଶାସ୍ତ୍ର ପଢ଼ିକି ମୁହିଁ କବିତା ଲେଖଇ, ଭୁଲ ଥିଲେ ସର୍ବେ ଅଭିଶାପ ଦିଅ ମୋତେ ଭାଇ। 1 ମୋ ନାଁ ହେଲା କବି ଶ୍ରୀ ମଧୁସୂଦନ ଗୁରୁ, ସାକ୍ଷୀ ସୁଜାନଗର, ପୋଷ୍ଟ ଗୁଣନଗର, ଥାନା ଜିଲ୍ଲା କେନ୍ଦ୍ରାପଡ଼ା।